आममानकर प्रत्येक घरे गाई बलद माने थिले आज जदिओ अछंती बलद नहांती खाली गाई सेमानक मुंडरे सिंदूर चंदन फूलमाल इत्यादि दे चकुली पिठा बा अन्यान्य भल मंद पिठा तांकु खाइबाकु दिया जाए तांकु नमस्कार करा जाए। केवल आमरी हिंदू धर्म रे अच्छी भाई भौणीर पवित्र संपर्क किपरि हवा उचित आदि राखीटे भौणी भाई की भाई हाथ में बांधिब भाई ताकू मिठा टिके खुआईदेव कि गोटे 100 टका दब से खर्च करिवो यही होचे आनंद। आध्यात्मिक जगत रे जदि प्रकृत रे आनंद आध्यात्मिक एंजॉय स्पिरिचुअल एंजॉय जदि कहा जाए सेटा होची हिंदू धर्मर सबु पर्व पर्वाणी। एणु जयतु भारतम जयतु संस्कृतम। भारत माता को प्रणाम जनाऊँगी संस्कृत संस्कृति भाषा साहित्य को प्रणाम जनाऊँगी। दिने समय थिला पाठपढ़ा संस्कृत भाषा ही आरंभ होता आज भी अच्छी देखंतु वेद वेदांत गीता भागवत रामायण जिते भल भल शास्त्र सबू लेखा होती से को भाषा लेखा होती धरतु कालिदास लिखिले माने से जो काव्य गुड़िक लिखिले से को भाषा लिखि संस्कृत भाषा लिखि। भारतर मुकुट होची हिमालय ये को भाषा लिखाई अस्सी सरस्या दिशि देव तत्मा हिमालय नाम नगाजिराज आपको किए लिखी को भाषा देवनागरी लिपि हिंदी भाषा संस्कृत शब्द रे यह प्रतिपादित आमे राति पाइले ठाकुर को डाकुछु को भाषा रे डाकुछु आमे जेमती ओडिया लोक जड़े बंगला आम आगे कहले आमे टिके टिके बुझी पारू टिके टिके बुझी पारूना ओडिया रे कहले आमे पूरा बुझी जाऊ जे इंग्राजी कहे ता आगे यदि ओडिया कह से जमा किसी बुझी पार जड़े पंडित थिले कीर्तनपुर बोधे तांकर घर से जड़े स्कूल टीचर थिले रिटायर परे से पूजा पूजार्चना कले ब्राह्मण तांकर राम पंडित बोधे सी थे मत कथा को कहले कहले बाबा ठाकुर को आमे दुख जणेबा ठाकुर आम दुख शुण एमती कहले ठाकुर अंतर्जामी रूप में कौन बुझे से अलग कथा किंतु तांको निज भाषा जदि कहुव ताले से सांगे सांगे बुझे। बलिया पचारा गोसई आ को भाषा कहले से सांगे सांगे बुझे ना संस्कृत भाषा तेणु संस्कृत होची आमर मूलत्व। भारत वर्षर नेता मानू मोर किसी कहबार नहीं जो माने हिंदी की राष्ट्रभाषा कहते से आमे सम्मान दौचु किंतु से माने थरे मन को मंथन करी देखंतु
ହିନ୍ଦୀ ରାଷ୍ଟ୍ରଭାଷା କରି ଠିକ୍ କରିଛନ୍ତି ତ? ଆମେ ଯାଉଛୁ ଦକ୍ଷିଣ ଭାରତ, ଏଇ ଆମ ବ୍ରହ୍ମପୁର ଠାରୁ ଆରମ୍ଭ ହେଇଗଲା ତେଲୁଗୁ, ତାପରେ ତାମିଲ, କେରଳ, କର୍ଣ୍ଣାଟକ, କୋଉଠି ହିନ୍ଦୀ ଭାଷା କିଏ କହୁଛି? ସେ ହାଇଦ୍ରାବାଦରେ କିଏ ଆମର ସବୁ ଏମିତି କେତେଟା ଜାଗାରେ ହିନ୍ଦୀ ମାନେ କିଛି ଲୋକ ବୁଝୁଛନ୍ତି। ତମେ କହିବାରେ ଲାଗିଥିବ, ସେ ମୁଣ୍ଡ ଟୁଙ୍ଗାରିବାରେ ବ୍ୟସ୍ତ। ଆମେ ବହୁତ ଦିନ ତଳେ ଯାଇଥିଲୁ ଗୁଜୁରାଟ ଦ୍ୱାରିକା। ମୋ ସାଙ୍ଗରେ ଜଣେ ଥିଲେ ନଟବର ଜେନା, ଆଜି ବି ସେ ବଞ୍ଚିଛନ୍ତି, ଏବଂ ଆଉ ଜଣେ ଧୁନ ମାଷ୍ଟ୍ର ବୋଲି ଜଣେ ଥିଲେ। ସେଠି ଆମେ ବସରେ ଯିବୁ, ରାଜକୋଟ ଆସିବୁ, କ'ଣ ଗୋଟେ ଟିକେଟ ଫିକେଟ ପାଇଁ ଆମେ ଗଲୁ। ସିଏ କହିଲେ ଗୁଜୁରାଟୀ ଭାଷାରେ କୁହନ୍ତୁ, ଆମେ ବୁଝିବୁ। ନଟ ସେ ଟିକେ କମ୍ୟୁନିଷ୍ଟ ମାଇଣ୍ଡ ପିଲା, କହିଲା ଗୁଜୁରାଟ ଭାଷାରେ ଆମେ ଓଖିଣା ଆଇଛୁ ଓଡ଼ିଶାରୁ, ଏଠି କୋଉଠି ରହିବୁ, ଗୁଜୁରାଟୀ ସ୍କୁଲରେ ନାଁ ଲେଖେଇବୁ, ପାଠ ପଢ଼ିବୁ, ତାପରେ ତମକୁ ବୁଝେଇବୁ, ତାପରେ ଆମେ ଯିବୁ ରାଜକୋଟ। ହଏ ବାବୁ, ଗୁଜୁରାଟରେ ପରା ଯିଏ ଜନ୍ମ ନେଇଥିଲେ ମହାତ୍ମା ଗାନ୍ଧୀ, ସିଏ ପରା ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା କରି ଯାଇଛନ୍ତି। ଆଉ ତମେ କ'ଣ କହୁଛ ଗୁଜୁରାଟୀ ଭାଷାରେ କୁହନ୍ତୁ? ଆପଣମାନେ ବେଙ୍ଗଲୀ ମାନଙ୍କର ମନୋବୃତ୍ତିକି ଦେଖନ୍ତୁ। ଏତେ ସ୍ୱାଭିମାନ ଜାତି, ଭଲ ଗୁଣ ତାଙ୍କର। ତମେ ଯୋଉ ଭାଷାରେ କୁହ, ସେ କିନ୍ତୁ ବଙ୍ଗଳା ଭାଷାରେ ତମକୁ ଉତ୍ତର ଦେବେ। ସେ ବି ହିନ୍ଦୀ ବୁଝୁଛନ୍ତି, ହିନ୍ଦୀ ବିରୋଧ କରୁନାହାନ୍ତି, କିନ୍ତୁ ତାଙ୍କ ଭାଷାକୁ ସେ ଉତ୍ତର ରଖିଛନ୍ତି। ଆମେ ଏବେ ଆମ ପ୍ରଧାନମନ୍ତ୍ରୀ, ଆମ ସଂସ୍କୃତି ମନ୍ତ୍ରୀ, ଭାରତର ସବୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମେ ଜଣେଇଛୁ, ପୁଣି ବାରମ୍ବାର 3-4 ଥର ଖଣ୍ଡେ ଜଣେଇବୁ। ସେ କ'ଣ ସେ ଜଣେଇବାଟା? ସଂସ୍କୃତ ରାଷ୍ଟ୍ରଭାଷା ହଉ, ନ ହେଇପାରେ, କିନ୍ତୁ ଆମେ ମୂଳଦୁଆ ପକେଇଦେଲୁ, ସଂସ୍କୃତ ରାଷ୍ଟ୍ରଭାଷା ହଉ। ଇଏ ଗଲା 1। 2ରେ ଦେଶ ଦେଶ ଭିତରେ ଭାଇଚାରା ସୃଷ୍ଟି ହେବାକୁ ହେଲେ ହିନ୍ଦୀ ଆଉ ଇଂରାଜୀ ଭାଷା ବାଧ୍ୟତାମୂଳକ ହଉ। ହିନ୍ଦୀ କହିଲେ କୁମାରିକା ପର୍ଯ୍ୟନ୍ତ ଆମେ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଇପାରିବା। ଇଂରାଜୀ କହିଲେ ବିଦେଶ ଶକ୍ତି ସହିତ ଆମେ କଥାବାର୍ତ୍ତା କରିପାରିବା, ବିଦେଶ ଦେଶ ସହିତ। ଇଏ ଗଲା ଗୋଟିଏ। 3ରେ ପ୍ରତ୍ୟେକ ରାଜ୍ୟ, ଯିଏ ଯୋଉ ରାଜ୍ୟ, ସେ ରାଜ୍ୟରେ ଯୋଉ ଭାଷା, ସେଇ ଭାଷାରେ ଅଫିସିଆଲି କାଗଜପତ୍ର କାର୍ଯ୍ୟ ଚାଲୁ। କିନ୍ତୁ ଆମେ ଗୋଟେ ଓଡ଼ିଶାର ଅଜ୍ଞାତ ପଲ୍ଲୀର ଗୋଟେ ଛୋଟିଆ ମଣିଷ, ଇଏ କଥା କହିବୁ, ସେ କ'ଣ ତାଙ୍କ କାନକୁ ସବୁ ଶୁଭିବ? ଗୋଟିଏ ଗୋଟିଏ ଭାରତର ମୁଖ୍ୟମନ୍ତ୍ରୀ ମାନେ ସ୍କୁଲରୁ ହିନ୍ଦୀକି ଉଠେଇ ଦେଇଛନ୍ତି। ଆମେ ଯାଇଥିଲୁ କେରଳ, ହିନ୍ଦୀରେ କହିଲା ବେଳକୁ ସେ କିଛି ବୁଝିଲେନି, ଆମେ ସବୁ ଇଂରାଜୀରେ କହିଲୁ, ହଉ ଟିକେ ବୁଝିଲେ। ସେମାନେ କହିଲେ ଆମକୁ ଯିଏ ଶିଖେଇଲେ ତୁମେ ହିନ୍ଦୀ କହନା, ସିଏ ତାଙ୍କ ଯାଇକି ସେଣ୍ଟରରେ ହିନ୍ଦୀ କହୁଛନ୍ତି, ଆମେ ତ ସେଇ ଅଛୁ କେରଳରେ ଆଉ। ତେଣୁ ସଂସ୍କୃତ ହେଉଛି ପ୍ରକୃତରେ ଭାଷା। ସଂସ୍କୃତ ଭାଷାର ପରିଭାଷା ହେଉଛି ଯେ ଯେଉଁ ଭାଷାରେ କୌଣସି ଅପରିଷ୍କାର ନାହିଁ, ପରିଷ୍କାର ଭାଷା, ପରିଚ୍ଛନ୍ନ ଭାଷା, ଯେଉଁ ଭାଷାରେ ଆମ ସଂସ୍କୃତି ଲେଖା ହେଇଛି।
ତେଣୁ ଏ କଥାକୁ ଆପଣମାନେ ମନେ ପକାଇବା ଦରକାର ଏବଂ ସେଇଭଳି ଜୀବନ ଗଠନ କରିବା ଦରକାର। ଆମେ କଥା କହି ଠାକୁରଙ୍କ ପାଖରେ ଆଖିରୁ ଲୁହଟିଏ ଗଡ଼େଇ ରହୁଛୁ, ସେ ଯେତିକି ମାନେ ଆମକୁ ନିଜର ଭଗବାନଙ୍କ ପାଖରେ କରୁଛି, ଆମେ ଯଦି ସେଇ କଥା ତାକୁ ସଂସ୍କୃତ ଭାଷାରେ କହିବୁ, ଯେଉଁ ଶ୍ଲୋକ ମାନେ ଯୋଉ ଶ୍ଲୋକ ଆପଣ କହିବେ, ଗଣାନତ୍ୱାଂ ଗଣପତି ଗୁଂ ହବା ପ୍ରିୟାନତ୍ୱାଂ ପ୍ରିୟପତି ଗୁଂ ନିରୀନତ୍ୱାଂ ନିରୀପତି ଗୁଂ ବସୋ आहम तद्विष्णु परमं पद सदा प्रसन्निहो दिवीव त्रयंबकं ददामि सुगन्धिं पुष्टिवर्धनम् उर्वारुकमिव बन्धनम्। ओम अम्बे अम्बिके अम्बाय नमानयति कश्चन सशस्तशोकः ओम आकृष्णेन रजसा देखु सज्जन आमे संस्कृत होचे आम ओडिशा रे आमे सब संग्राम करी संस्कृत टोल कलु, संस्कृत कॉलेज कलु, पिला आसवा राजी नुहति, जो गुड़ाक जमा कई किसी पढ़ू ना से मानू बापा माँ आनी बसई रोचंती और जाऊ सी भी गोटे प्रकार चली दरमा शिक्षक माने पाइबे नहीं माने लड़ई करी 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 हाईकोर्ट पर्यंत गलु, हाईकोर्ट रे भी डिग्री हो गला, तथापि सरकार शुणुना। एबे कौन करुचु, संस्कृत टोल जो शिक्षक माने रिटायर होउचंदी सी आउ अपॉइंटमेंट के होना सो रिटायर सइला आउ संस्कृत कॉलेज को बंद करिया पई आमे एबे निष्पत्ति नेलु। तेणु संस्कृत प्रीति हो एमती कहले किए शुणिबेनी, जदि कहिबे ओ समस्त शुणिबे। ओ वित्रे क्षरं ब्रह्म मोर सान भाईर गोटे पुओ, सान पुओ, सान भाईर सान पुओ, से गोटे तार बापा जेतबेले माने चली गले सेतबेले ता पाठ पढ़ा दायित्वटा टिके बलिया उपरे पहुंच पड़ा। तो भाविली ये पिलाटा को जो समस्त इंग्राजी कहते ये कहते ये पुरी जाऊ, पुरी रे संस्कृत शिख जाऊ, से संस्कृत शिक्षकटी भल शिक्षकटी एवं से आजन्म ब्रह्मचारी भाव में जीवन यापन करुच्ची, सी विवाह शादी हवा ये सब चक्कर भितर से नहीं, ताकू जी जिते बुझेले भी से मना कला। हो ठीक अच्छे जी बाहर किए स्वर्ग को गले सी बाहर रो तार से समाज काम करू करुच्ची। तेरे सज्जन सी ही मत मुझे मोर स्नेहपूर्ण शुभेच्छा रोची, भल मनीषटे से हो, चरित्रवान मनीष हो, परोपकारी हो, संस्कृतर प्रचार प्रसार करू, ये कथाटी मुझे कहूँ। से मत काली राति रे हठात फोन कला,
କାହିଁକି ଫୋନ୍ କରିଛି, କ'ଣ ଦେହ ମୁଣ୍ଡ ଖରାପ ହେଲା କି କ'ଣ କଲା। ତା ମାଆକୁ ସେ ତା ପାଖରେ ରଖିଛି, ମା ପୁଅ ଦୁଇ ଜଣ ଯାକ ଅଛନ୍ତି। ସେଠି ଆମର ଯେଉଁ ସଂଘ ଗଢ଼ି ଉଠିଛି, ସେ ସଂଘରେ ସେ ମଧ୍ୟ ଜଣେ ସଭ୍ୟ। ଯାହା ହଉ, ସିଏ କହିଲା ବାବା କାଲି ସଂସ୍କୃତ ସପ୍ତାହ ଆରମ୍ଭ। ସଂସ୍କୃତ ଆପଣମାନେ ଯଦି ସଂସ୍କୃତର ବିଷୟରେ ପଦେ ଅଧେ କହିବେ ତାହେଲେ ସେ କଥାଟା ଅନ୍ତତଃ ଲୋକଙ୍କ ପାଖରେ ପହଞ୍ଚିବ। ଆମେ ଯେତେ କହିଲେ ବି ସେ କଥାକୁ ଏତେ କର୍ଣ୍ଣପାତ ହେବନି। ବର୍ତ୍ତମାନ ସଂସ୍କୃତର ଭଲ ପ୍ରଚାର ଚାଲିଛି, ଆପଣ ଟିକେ ସଂସ୍କୃତ ବିଷୟରେ କୁହନ୍ତୁ। ତାପରେ ମୋର ମନେ ପଡ଼ିଲା, ମୁଁ କହିଲି ଆଚ୍ଛା ଆଚ୍ଛା ତାହେଲେ ଠିକ୍ ଅଛି, କାଲି କହିବି। ଏଇଟା ଭଲ କଥାଟା କାହିଁ କହିବାନି। ତେଣୁ ଏଇ ଭଲ ମଣିଷ ହୁଅ ଆମେ କହୁଛୁ ଓଡ଼ିଆରେ, ବେଙ୍ଗଲରେ କହୁଛୁ ভাল মানুষ ଇଏ ବଙ୍ଗଳାରେ, ଆଚ୍ଛା ଇନସାନ ହୋ ଇଏ ହିନ୍ଦୀରେ, ଡୁ ମାନେ ଭଲ ହୁଅ ବି ଗୁଡ୍ ଇଂରାଜୀରେ, କିନ୍ତୁ ସଂସ୍କୃତରେ ସୁମନୋର୍ଭବ ଭଲ ମଣିଷ ହୁଅ। ହଉ ସଜ୍ଜନ, ସ୍ୱାଧୀନତାର ଦିବସଟି ଆସୁଛି 15 ତାରିଖରେ। ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼େଇବେ, ମଦ୍ୟ ମାଦକ ଛାଡ଼ିବା ପାଇଁ ସଂକଳ୍ପ ନେବେ, ବିଧବା ମାକୁ ଭାରତ ମାତା ରୂପରେ ପୂଜା କରିବେ ବା ଉତ୍କଳ ଜନନୀ ରୂପରେ ପୂଜା କରିବେ ଏବଂ ସମାଜରୁ ଏ ଅନ୍ଧବିଶ୍ୱାସକୁ ଦୂରେଇ ଭଲ ମାନେ ଅନ୍ଧବିଶ୍ୱାସକୁ ଦୂରେଇ ଦେବେ ଆଉ। ଏବଂ ଦୁର୍ନୀତି ମୁକ୍ତ ଗଣତନ୍ତ୍ର କେମିତି ଆମ ଦେଶରେ ଚାଲିବ ସେଥିପାଇଁ ତ୍ରିରଙ୍ଗା ପତାକା ତଳେ ଆମ ସମସ୍ତଙ୍କୁ ଶପଥ ଗ୍ରହଣ କରିବାକୁ ପଡ଼ିବ। ତେଣୁ ସଜ୍ଜନ, ଆଉ କହିବା ପାଇଁ କ'ଣ ବଳିଆ କହିବ। ସେଇ ଠାକୁର ନିଗମାନନ୍ଦଙ୍କୁ ପ୍ରଣାମ ଜଣାଉଛି, ମୋର ମାନସ ଗୁରୁ ବାବା ବାୟାଙ୍କୁ ପ୍ରଣାମ ଜଣାଉଛି, ମୋର ଆଧ୍ୟାତ୍ମିକ ପିତା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କୁ ପ୍ରଣାମ ଜଣାଉଛି, ପ୍ରେମାଚାର୍ଯ୍ୟ ମଧୁସୂଦନ ତତ୍ତ୍ୱାଚାର୍ଯ୍ୟ ଠାକୁର ଅଭିରାମ ଏବଂ ସମସ୍ତ ସଦ୍ଗୁରୁମାନଙ୍କୁ ପ୍ରଣାମ ଜଣାଇ ସମସ୍ତଙ୍କର ମଙ୍ଗଳ କାମନା କରି ଆଜିର କଥାକୁ ଏଇଠି ରଖୁଛି। ଜୟ ବଳରାମ ସତ୍ୟ ବଳରାମ।